ପିଲାମାନଙ୍କୁ ପ୍ରଥମ ବାର୍ତ୍ତା ହଉଛି ସେମାନେ ସ୍ପୋର୍ଟମ୍ୟାନସିପରେ ଖେଳନ୍ତୁ ଏବଂ ଶୃଙ୍ଖଳିତ ଭାବେ ଖେଳନ୍ତୁ ଏବଂ ଚେଷ୍ଟା କରନ୍ତୁ ଭବିଷ୍ୟତରେ ଭଲ ଖେଳାଳି ହେବା। ସାର୍ ଆପଣ ଦେଖିବେ ଆପଣ ବଡ ପଡିଆ ଅଛି ଆପଣ ଭାବୁଥିଲେ ଗୋଟେ ବାଉଣ୍ଡିଂ ଆବଶ୍ୟକ ଅଛି ଆପଣ ଭାବୁଛନ୍ତି ବାଉଣ୍ଡ୍ରିର ଲାଇନ ଟା ତାର ଡିସ୍ପ୍ୟୁଟ ହେଇ ରହିଛି ମାନେ କୋଉଠି ପର୍ଟିକୁଲାର ବାଉଣ୍ଡ୍ରି ହବ ଏପର୍ଯ୍ୟନ୍ତ ଡିସ୍ପ୍ୟୁଟ ହେଇ ଅଛି ଏବଂ କଲେଜ ଆଗେ ଯୋଉ ଫିଲ୍ଡ ରହିଛି ଗଭର୍ଣ୍ଣମେଣ୍ଟ କହିଛି ପାଖାପାଖି ଥିବା ଜାଗାକୁ ଯେଉଁମାନେ କଲେଜ ଅନ୍ତର୍ଭୁକ୍ତ କରିବେ ସେଥିପାଇଁ ଆମେ ବାଉଣ୍ଡ୍ରି କରିପାରୁନୁ ହୁଏତ ଭବିଷ୍ୟତରେ ବାଉଣ୍ଡ୍ରିଟା ବଢିପାରେ। କଣ ଫିଲ୍ଡ ପାଇଁ ଦାବି ରଖିବେ ଫିଲ୍ଡ ବି ଦାବି ହଉଛି ଆମର 1.5 କୋଟି ଟଙ୍କାର ଗୋଟେ ସାଂସନ ଗଭର୍ଣ୍ଣମେଣ୍ଟରେ ପଡିଛି ସେଥିପାଇଁ ମନ୍ତ୍ରୀକି ବି ଦେଖା କରିଥିଲୁ ତାର ସାଂସନ ହେଲେ ଆମ ଫିଲ୍ଡ ଡେଭଲପ ହୋଇପାରିବ। ମୁଁ କ୍ରୀଡ଼ା ଶିକ୍ଷକ ସୁରଜମଣି ଶାହ ମହାବିଦ୍ୟାଳୟ ଆଜି ଆମ ମହାବିଦ୍ୟାଳୟ 42ତମ କ୍ରୀଡ଼ା ବାର୍ଷିକ ଉତ୍ସବ ଆଜିଠାରୁ ଆମର କରାଗଲା ଆରମ୍ଭ ହେଲା ଯାହା ଆସନ୍ତାକାଲି ପର୍ଯ୍ୟନ୍ତ 3 ଦିନ ଧରି ଚାଲିବ। ଏଠାରେ ବିଭିନ୍ନ ପ୍ରକାର ଇଣ୍ଡିଭିଜୁଆଲ ଗେମ୍ ହଉଛି ଗ୍ରୁପ ଇଭେଣ୍ଟ ବି ସବୁ ହଉଛି। ଇଣ୍ଡିଭିଜୁଆଲ ଭିତରେ 100 ମିଟର 200 ମିଟର 400 800 1600 ସଟଫୁଟ ଡିସ୍କସ ଜାଭଲିନ୍ ଲଙ୍ଗ ଜମ୍ପ ହାଇ ଜମ୍ପ ଟ୍ରିପଲ ଜମ୍ପ ଏଇ ଟାଇପର ସବୁ ଚାଲିଛି ଇଣ୍ଡିଭିଜୁଆଲ ଗେମ୍। ଗ୍ରୁପ ଚାଲିଛି ଖୋଖୋ ହଉଛି ଭଲି ହଉଛି ଟଗ ଅଫର ହଉଛି ବ୍ୟାଡମିଣ୍ଟନ ହଉଛି। ଆଜି ଦିନରେ ଆମେ ପିଲାମାନେ ଛାତ୍ରଛାତ୍ରୀମାନେ ଏତିକି ବାର୍ତ୍ତା ଦେବା ସମସ୍ତେ ସୁସ୍ଥ ରୁହନ୍ତୁ ସୁସ୍ଥ ନେବେ ସୁସ୍ଥ ସମାଜ ଗଠନରେ ଏମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ ହେଉଛି। ଏମାନେ ହେଲେ ଆସନ୍ତାକାଲି ଆମ ଭାରତ ବର୍ଷର ଗର୍ବ ଏବଂ ଗୌରବ। ଏଇଠୁ ପିଲା ଯଦି ଜାତୀୟ ସ୍ତରରେ ଏବଂ ଆନ୍ତର୍ଜାତିକ ସ୍ତରରେ ଯିବେ ଆମ ଆହୁରି ଖୁସି ହେବ। ଆମ ମହାବିଦ୍ୟାଳୟରେ ମିନିମମ୍ 50 ପିଲା ଏ ବର୍ଷ ଗଲେଣି ଜାତୀୟ ସ୍ତରକୁ ଏବଂ 9 ଜଣ ପିଲା ଯାଇଛନ୍ତି କମ୍ବାଟ ଦକ୍ଷିଣ ଏସିଆ ଯୋଉ ହଉଥିଲା ସେଇଠୁ ଆମର ଯାଇଛନ୍ତି ନେପାଳ କାଠମାଣ୍ଡୁଠାରେ ହେଇଥିବା ଦକ୍ଷିଣ ଏସିଆ କମ୍ବାଟ ଚାମ୍ପିୟନସିପରେ ଭାଗ ନେଇଛନ୍ତି ଏବଂ ସଫଳତା ସହ ଉତ୍ତୀର୍ଣ୍ଣ ହେଇକି ମଧ୍ୟ ସେଠାରୁ ଆସୁଛନ୍ତି ଏବଂ ସେମାନେ ଆଗାମୀ ଦିନରେ ଓଡ଼ିଶା ପାଇଁ ନାଁ କରନ୍ତୁ ଭାରତ ବର୍ଷ ପାଇଁ ନାଁ କରନ୍ତୁ। ଏଇଠୁ ଆନ୍ତର୍ଜାତିକ ସ୍ତରରେ ଆହୁରି ପ୍ରତିଭା ଏଇଠି ଅଛନ୍ତି ବିଭିନ୍ନ କ୍ରୀଡ଼ାରେ ଏଇଠୁ ପିଲା ବାହାରନ୍ତୁ। ୟା ଦ୍ୱାରା ଆପଣମାନଙ୍କ ସହଯୋଗ ବି ସବୁ ରହୁଛି। ବିନା ଆପଣମାନଙ୍କ ସହଯୋଗରେ ବି କୌଣସି କାର୍ଯ୍ୟକ୍ରମ ହେଇପାରିବନି। ଆପଣମାନେ ଯାହା ପ୍ରସାର କରୁଛନ୍ତି ୟା ଭିତରେ ଆମର କିଛି ନାହିଁ ଯାହା ବର୍ତ୍ତମାନ ଏଇଠି ଏକଦମ ଜଙ୍ଗଲ ଗୋଟେ ଥିଲା ଏଇଟା ଗୋଟେ ଘାସ ନାମ ନାହିଁ ସବୁ ଥିଲା ଯାହା ବର୍ତ୍ତମାନ ଯେ ଆମର ପ୍ରିନ୍ସିପାଲ ଏଇଟା ଅଛନ୍ତି ଆମ କଲେଜ ଷ୍ଟାଫ୍ ସବୁ ମିଳିମିଶିକି ୟାର ଉନ୍ନତିକରଣ କରୁଛନ୍ତି। ଏଇଟା ଆଗାମୀ ଦିନ ମତେ ଜଣାପଡୁଛି ହବ୍ ହବ କାରଣ ଏଇ ଥର ପିଲା ଆମ ସର୍ବଭାରତୀୟ ସ୍ତରରେ ଏଇ ବର୍ଷ ଖୋଖୋରେ ସିଲଭର ମେଡାଲ ପାଇଛନ୍ତି। ଉତ୍କଳ ୟୁନିଭର୍ସିଟି ରେକର୍ଡ କରିଛନ୍ତି ହାମର ଥ୍ରୋରେ ବହୁତ ରେସଲିଂ ଓମେନ୍ ଚମ୍ପିଆନ ହେଇଛି। ହ୍ୟାଣ୍ଡବଲ ଓମେନ୍ ଭୁବନେଶ୍ୱରରେ ହେଉଥିବା ଚମ୍ପିଆନ ହେଇଛନ୍ତି। ହ୍ୟାଣ୍ଡବଲ ମେନ୍ ଚମ୍ପିଆନ ହେଇଛନ୍ତି। ଆଜି ଆମର ପିଲାମାନେ ଯାଇଛନ୍ତି ନ୍ୟାସନାଲ ଖେଳିବା ପାଇଁ ଭଟିଣ୍ଡା ପଞ୍ଜାବର ଭଟିଣ୍ଡା ଯାଇଛନ୍ତି। 4ଟା ଝିଅ ଆମର ଯାଇଛନ୍ତି ବକ୍ସିଂରେ ସର୍ବଭାରତୀୟ ସ୍ତରରେ ବକ୍ସିଂ ଖେଳିବା ପାଇଁ ଏବଂ ଆଜି ଆମର ୱେଟ ଲିଫ୍ଟିଂ ବଡି ବିଲ୍ଡିଂ ହଉଛି ଉତ୍କଳ କଡା ସ୍କୁଲ ଭୁବନେଶ୍ୱରରେ ଆଜି ହଉଛି।